ଧଳା ମନ୍ଦାର ବୋଧେ ଏହାକୁ କୁହନ୍ତି। ଏଇ ଗଛର ଚାରା ନେବି, ଡାଳ ନେବି। এইটা কি ফুଲ କମେଣ୍ଟ ମାଧ୍ୟମରେ ଜଣାଇବେ। এটা ଅବଶ୍ୟ ଭଲସେ ଫୁଟିନି, ସକାଳ ନା ବର୍ଷା ହେଉଛି ସେଥିପାଇଁ। ଏଟାରୁ ବି ମଧ୍ୟ ଚାରା ନେବି ମୁଁ, ମାନେ ଡାଳ କାଟିକି ନେଇଯିବେ, ଚାରା କରିବାନି। ମୁଁ ଏସବୁ ଫୁଲର ନାଁ ଜାଣିନି, ଯଦି ଜାଣିଥିବେ ନିହାତି କମେଣ୍ଟ ମାଧ୍ୟମରେ ଜଣାଇବେ, ଜାଣିଥିବେ ଯଦି ଜଣାଇବେ। ଏ ଫୁଲର ନାଁ କ'ଣ ମୁଁ ଜାଣିନି ଆକ୍ଚୁଆଲି। এই ଫୁଲଟିର ନାଁ ଯଦି ଜାଣିଥିବେ କମେଣ୍ଟ ମାଧ୍ୟମରେ ଜଣାଇବେ। ଦେଖନ୍ତୁ କେତେ ସୁନ୍ଦର ଲାଗୁଛି ଫୁଲ ଗୁଡ଼ା। ଏତିକି ଡାଳ କାଟି ଆଣିଛି, ବାବା ବସିକି କାଟୁଛନ୍ତି ଦେଖନ୍ତୁ। ପାଞ୍ଚ ପ୍ରକାରର ଫୁଲ ଡାଳ ଅଛି। ଡାଳର ଉପର ଅଂଶଟାକୁ ଏମିତି ବାହାର କରିଦେବା ଛୁରୀରେ। ଏସବୁ ଡାଳ ସବୁ କଟା ହେଇଯାଇଛି। ଏସବୁରେ ଏଲୋଭେରା କାଟି ଆଣିଛନ୍ତି, ଏ ଏଲୋଭେରା ଲଗେଇଦେବି ମୁହଁରେ। ଦେଖୁଛନ୍ତି ଯେଉଁ ଏଲୋଭେରା, ଏଇ ଏଲୋଭେରା ଏଇ ଡାଳରେ ଲଗେଇଦେବି। এইভଳିଆ ଲଗେଇଦେଲି। ସବୁ ଡାଳରେ ଏଇଭଳିଆ ଲଗା ହବ। ବାପା ବି ଲଗଉଛନ୍ତି। ସାଙ୍ଗମାନେ ଯେଉଁ ମୁଁ ଡାଳ ଲଗେଇଥିଲି, ମାନେ ଏଲୋଭେରା ଜେଲ୍ ଘଷିକି, ଦେଖନ୍ତୁ ବଞ୍ଚି ଯାଇଛି ଡାଳଟା। ଆଉ ଘାସ ପୁରା ଭର୍ତ୍ତି ହେଇଯାଇଛି। ଏଟା 3-4 ମାସ ପରେ ଭିଡ଼ିଓ କରୁଛୁ ମୁଁ। ଦେଖନ୍ତୁ ଫୁଲ ଫୁଟିବ, କଢ଼ି ଆସିଛି। ଗୋଟେ ଛୋଟ ଗଛଟେ ବଞ୍ଚିଛି, ଘାସରେ ପୁରା ଭର୍ତ୍ତି। ସବୁ ଗଛ ତ ଆମର ବଞ୍ଚିଯାଇଛି। ଏ ଗଛଟା ବି ଦେଖନ୍ତୁ କଢ଼ ଆସିଛି। କଢ଼ଟା ଖସି ପଡ଼ିଛି, ଆହୁରି ଆସିଛି କଢ଼, ଫୁଟିକି ଶୁଖିଗଲାଣି। এটা ଫୁଟିକି ଶୁଖିଗଲାଣି। ଆଜି ଭାଗ୍ୟ ଖରାପ, ଗୋଟେ ବି ଫୁଲ ଫୁଟିନି। ଶୁଖିଗଲାଣି ଫୁଲଟା, ଫୁଟିଥିଲା। ଏ ଗଛଟି ହେଉଛି ଗନ୍ଧରାଜ ଫୁଲ, ବଞ୍ଚିଯାଇଛି। ଆହୁରି ବହୁତ ଗୁଡ଼ା ଫୁଲ ଗଛ ବଞ୍ଚିଯାଇଛି ଗନ୍ଧରାଜ ଫୁଲ।
बहुत गच प्रायतः सब गच बंची जाइए किछिटा मरी जाइए अधिक बंची जाइए अल्प किछि मरी जाइए।